ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିନିଅନ୍ତୁ। ପ୍ରଥମ ଖବର, ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତେବେ ଚଳିତ ଥର 4,57,681 ଜଣ ମହିଳା ସୁଭଦ୍ରା ଟଙ୍କା ପାଇବେ। ପୂର୍ବରୁ ବାଦ ପଡ଼ିଥିବା 2,55,265 ଜଣଙ୍କୁ ପୁଣି ଥରେ ସାମିଲ କରାଯାଇଛି। ଗତ ନଭେମ୍ବର ମାସରେ ଆରମ୍ଭ ହୋଇଥିଲା ଆବେଦନ ପ୍ରକ୍ରିୟା। ନୂଆ କରି 1,78,398 ନୂଆ ହିତାଧିକାରୀଙ୍କୁ ପ୍ରଥମ ଥର ମିଳିବ ସୁଭଦ୍ରା ଟଙ୍କା। 5,000 ଟଙ୍କା ଲେଖାଏଁ ପାଇବେ। ତେବେ ପୂର୍ବରୁ ଯେଉଁମାନେ ବାଦ ପଡ଼ିଥିଲେ ସେମାନେ ସମସ୍ତ କିସ୍ତି ଏକାଥରେ ପାଇବେ। ସେହିପରି ଅଭିଯୋଗ ଶୁଣାଣିରେ 24,018 ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଛି। ପରବର୍ତ୍ତୀ ଖବର, ରାଜ୍ୟରେ ପ୍ରଥମ ଥର 3ଟି କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ। ଇମେଲ ପାଇବା ପରେ ଆରମ୍ଭ ହେଲା ତନାଘନା ଯାଞ୍ଚ। ସମ୍ବଲପୁର, ଦେବଗଡ଼ ଓ କଟକ ଜିଲ୍ଲା କୋର୍ଟରେ ବୋମା ଓ ଡଗ୍ ସ୍କ୍ୱାଡ୍ ପହଞ୍ଚି ଖାନତଲାସୀ କଲେ। ଅବଶ୍ୟ ବୋମା କିମ୍ବା ସେଭଳି କୌଣସି ଆପତ୍ତିଜନକ ସାମଗ୍ରୀ ମିଳିନାହିଁ। ତଥାପି ମେଲ୍ ଆସିଥିବା ସୋର୍ସରେ ମିଳିତ ତଦନ୍ତ କରିବେ ପୋଲିସ ଓ କ୍ରାଇମବ୍ରାଞ୍ଚ। ଅପରାଧୀକୁ ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପରବର୍ତ୍ତୀ ଖବର, ପୁରୀରେ ପାର୍କିଂ ଫି 500 ଟଙ୍କା। ଶ୍ରୀମନ୍ଦିର ପ୍ରଶାସନର ଅଜବ ନୀତି। ନିଜର ରାଜସ୍ୱ ବୃଦ୍ଧି ପାଇଁ ଭକ୍ତଙ୍କୁ କରାଯାଉଛି ଶୋଷଣ। ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା 4ଗୋଟି ଭକ୍ତ ନିବାସ ପାର୍କିଂରେ ଏଥର 4 ଚକିଆ ଯାନ ପାର୍କିଂ କଲେ ଆପଣଙ୍କୁ ଦେବାକୁ ପଡ଼ିବ 500 ଟଙ୍କା। ଗତକାଲିଠାରୁ ଏହାକୁ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ବିଧିବଦ୍ଧ ଭାବେ ଲାଗୁ କରିଥିବା ବେଳେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ପରବର୍ତ୍ତୀ ଖବର, ସାରା ରାଜ୍ୟରେ ଶୀତଲହରୀ କଲବଲ କରୁଛି ଜାଡ଼। ତେବେ ଆଗାମୀ 2 ସପ୍ତାହ ଯାଏଁ ରାଜ୍ୟରେ ଶୀତରୁ ନାହିଁ ନିସ୍ତାର। ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। 24 ସହରରେ ରାତି ତାପମାତ୍ରା 10 କିମ୍ବା ତାଠାରୁ କମ୍ ଥିଲା। ସେପଟେ ଆଗାମୀ 48 ଘଣ୍ଟା ପାଇଁ ରାଜ୍ୟରେ ଶୀତଲହରୀ ଜାରି କରାଯାଇଛି। ପରବର୍ତ୍ତୀ ଖବର, IRCTCରେ ଲାଗୁ ହେଲା ନୂଆ ନିୟମ। ରେଲୱେର 8 ଘଣ୍ଟା ବାଲା ନିୟମ ଲାଗୁ। ନୂତନ ରେଳବାଇ ଟିକେଟ ବୁକିଂ ନିୟମ ଜାନୁଆରୀ 5 ତାରିଖରୁ କାର୍ଯ୍ୟକାରୀ ହୋଇଛି, ଯାହା ଫଳରେ ସେମାନଙ୍କ ଘରୁ ଶୀଘ୍ର ଟ୍ରେନ୍ ଟିକେଟ ବୁକିଂ କରାଯାଇପାରିବ। ଏହି ଟ୍ରେନ୍ ଟିକେଟ ଗୁଡ଼ିକ ମୋବାଇଲ ଫୋନରୁ ଯେକୌଣସି ସ୍ଥାନରୁ ଏବଂ ଯେକୌଣସି ସମୟରେ ବୁକ୍ କରାଯାଇପାରିବ ଏବଂ ଦଲାଲମାନେ ସେମାନଙ୍କୁ ଶୋଷଣ କରିପାରିବେ ନାହିଁ। ପରବର୍ତ୍ତୀ ଖବର, ଓଡ଼ିଶାରେ ସ୍ଥାପନ ହେବ ପରମାଣୁ ଶକ୍ତି କେନ୍ଦ୍ର। ଭାରତର ସବୁଠାରୁ ବଡ଼ ସରକାରୀ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥା NTPC ଦେଶର ପରମାଣୁ ଶକ୍ତି କ୍ଷମତା ବୃଦ୍ଧି କରିବା ପାଇଁ ଯୋଜନା ପ୍ରସ୍ତୁତି କରୁଛି। ଦେଶରେ ସ୍ୱଚ୍ଛ ଶକ୍ତିର ବ୍ୟବହାର ବଢ଼ାଇବା ଲକ୍ଷ୍ୟରେ ସଂସ୍ଥା ପକ୍ଷରୁ ଓଡ଼ିଶା ସମେତ 5ରୁ 6ଟି ରାଜ୍ୟରେ ପ୍ରାୟ 30ଟି ସମ୍ଭାବ୍ୟ ସ୍ଥାନକୁ ଚିହ୍ନଟ କରାଯାଇ ସେଠାରେ ଅନୁଧ୍ୟାନ କରାଯାଉଛି। ପରବର୍ତ୍ତୀ ଖବର, ବାଂଲାଦେଶକୁ ବଡ଼ ଝଟକା। ଆବେଦନକୁ ଖାରଜ କଲା ICC। ଆସନ୍ତା T20 ବିଶ୍ୱକପରେ ଖେଳିବାକୁ ବାଂଲାଦେଶ ଦଳ ଭାରତ ଆସିବ ନାହିଁ ବୋଲି ICC ନିକଟରେ ଆବେଦନ କରିଥିଲା। ନିଜର ସମସ୍ତ ମ୍ୟାଚକୁ ଶ୍ରୀଲଙ୍କାକୁ ସ୍ଥାନାନ୍ତରିତ କରିବା ପାଇଁ ଆନ୍ତର୍ଜାତୀୟ କ୍ରିକେଟ ପରିଷଦକୁ ଲିଖିତ ଭାବେ ଜଣାଇଥିଲା। T20 ବିଶ୍ୱକପ ଆଉ ମାତ୍ର 1 ମାସ ଥିବା ବେଳେ ଏତେ କମ୍ ସମୟ ମଧ୍ୟରେ ମ୍ୟାଚଗୁଡ଼ିକର ସ୍ଥାନ ବଦଳାଇବା ସମ୍ଭବ୍ୟ ନୁହେଁ। ଏଥିପାଇଁ ସିଡ୍ୟୁଲିଂ ଏବଂ ଲଜିଷ୍ଟିକ୍ ଆଦି ବିଭିନ୍ନ ସମସ୍ୟା ରହିଛି। ଏଣୁ ବାଂଲାଦେଶର ଆବେଦନକୁ ଖାରଜ କରିଛି ICC। ପରବର୍ତ୍ତୀ ଖବର, ମଞ୍ଚ ମନା ପ୍ରସଙ୍ଗରେ ଯାତ୍ରା ଅଭିନେତା ପୀୟୁଷ ତ୍ରିପାଠୀ ମୁହଁ ଖୋଲିଛନ୍ତି। ସେ କହିଛନ୍ତି,
କୋର୍ଟଙ୍କ ନୋଟିସ୍ ମିଳିନି, ନ ମିଳିବା ପର୍ଯ୍ୟନ୍ତ ଅଭିନୟ କରିବି। ଆଇନକୁ ସମ୍ମାନ ଦେଉଛି, ନୋଟିସ୍ ମିଳିଲେ ନିଷ୍ପତ୍ତି ନେବି। ଯାତ୍ରା ମାଲିକ ଓ ଓକିଲଙ୍କ ସହ ପରାମର୍ଶ କରିବେ ବୋଲି କହିଛନ୍ତି ପିୟୁଷ। ପରବର୍ତ୍ତୀ ଖବର ବାଂଲାଦେଶରେ ହିନ୍ଦୁ ଯୁବକ ଦୀପୁ ଦାସଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଢାକା ପୁଲିସ। ଗିରଫ ମୁଖ୍ୟ ଅଭିଯୁକ୍ତ ୟାସିନ ଆରଫାତ ଜଣେ ପୂର୍ବତନ ଶିକ୍ଷକ। ସେ ହିଁ ଭିଡିଓକୁ ଉସ୍କାଇବା ଓ ଆକ୍ରମଣକୁ ଠିକ୍ ଭାବରେ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ଢାକା ପୁଲିସ କହିଛି। ପରବର୍ତ୍ତୀ ଖବର ଟ୍ରମ୍ପଙ୍କ ପାଇଁ ବୁଡ଼ିଗଲା 8 ଲକ୍ଷ କୋଟି। ଗୁରୁବାର ଭାରତୀୟ ଷ୍ଟକ୍ ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି। ସେନ୍ସେକ୍ସ ଏବଂ ନିଫ୍ଟି 50ରେ ଲଗାତାର ଚତୁର୍ଥ ଦିନ ପାଇଁ ହ୍ରାସ ଜାରି ରହିଛି। ମାତ୍ର 4 ଦିନ ମଧ୍ୟରେ ଷ୍ଟକ୍ ବଜାର 1600 ପଏଣ୍ଟରୁ ଅଧିକ ହ୍ରାସ ପାଇଛି। ନିଫ୍ଟି ମଧ୍ୟ 2% ହ୍ରାସ ପାଇଛି, ଯାହା ପ୍ରାୟ 400 ପଏଣ୍ଟ ହ୍ରାସକୁ ଦର୍ଶାଉଛି। ଜାନୁଆରୀ 2 ତାରିଖରେ ସେନ୍ସେକ୍ସ 85,762.1ରେ ବନ୍ଦ ହୋଇଥିଲା। ଆଉ ଜାନୁଆରୀ 8 ତାରିଖରେ ସେନ୍ସେକ୍ସ 84,180ରେ ବନ୍ଦ ହୋଇଥିଲା, ଯାହା ପ୍ରାୟ 1600 ପଏଣ୍ଟକୁ ହ୍ରାସକୁ ଦର୍ଶାଉଛି।